ଜଳପ୍ରପାତକୁ ବୁଲିବାକୁ ଯାଇ ଜଣେ ଯୁବକ ନିଖୋଜ। କେନ୍ଦୁଝର ଜିଲ୍ଲା ସୀମାନ୍ତ ପାଲହଡ଼ା ବ୍ଲକ ନଗିରା ଗାଁ ଜଙ୍ଗଲରେ ଥିବା ଗର୍ଜନ ଖୋଲ ଜଳପ୍ରପାତକୁ 3 ଜଣ ଯୁବକ ସାଙ୍ଗ ହୋଇ ଯାଇଥିଲେ। ବାଂଶପାଳ ବ୍ଲକ ବାଲରାଇ ଗାଁର ଲିପୁନ ବେହେରା, ସେହି ଗାଁର ଶୁଭମ ପଲେଇ, ପାଖ ଗାଁ ଗୋପପୁର ଗ୍ରାମର ଗିରିଧାରୀ ପଲେଇଙ୍କ ସହ 3 ଜଣ ସାଙ୍ଗ ହୋଇ ଜଳପ୍ରପାତର ମଜା ନେବାକୁ ଯାଇଥିଲେ ଓ ସେଠାରେ ପାଣିରେ ଗାଧୋଇବା ସମୟରେ ଗତକାଲି ଦିନ 2ଟା ସମୟରେ ଜଣେ ଯୁବକ ନିଖୋଜ ହୋଇଯାଇଥିବା ନେଇ ସୂଚନା। ଖବର ପାଇ କେନ୍ଦୁଝର ଜିଲ୍ଲା ବଂଶପାଳର ଅଗ୍ନିଶମ ବାହିନୀ ଗତକାଲି ବହୁ ସମୟ ଖୋଜାଖୋଜି ପରେ ମଧ୍ୟ ଯୁବକକୁ ଉଦ୍ଧାର ହୋଇ କରିପାରି ନଥିବା ସୂଚନା। ନିଖୋଜ ଯୁବକ ଜଣକ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବାଲରାଇ ଗ୍ରାମର ଅର୍ଜୁନ ବେହେରାଙ୍କ ସାନ ପୁଅ ଲିପୁନ ବେହେରା ବୋଲି ଜଣାପଡ଼ିଛି। ପୁଣି ପାଲହଡ଼ା ପୁଲିସ ବାଂଶପାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଥିବା ବେଳେ ଏପର୍ଯ୍ୟନ୍ତ ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିନଥିବା ସୂଚନା। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।